ଆଗକୁ ଆସୁଛି ରଜ। ଆପଣମାନେ ତ ଜାଣିଥିବେ ରଜ ପୋଡ଼ପିଠା ବିନା ପୁରା ଅଧୁରା। ଆଜି ମୁଁ ଆପଣମାନଙ୍କ ସହିତ ପୋଡ଼ପିଠାର ରେସିପି ସେୟାର କରିବି। ଆଜି ମୁଁ ଆପଣମାନଙ୍କ ସହିତ ବିରି ଚାଉଳରେ ତିଆରି ପୋଡ଼ପିଠାର ରେସିପି ସେୟାର କରିବି। ଏହି ପୋଡ଼ପିଠାଟା ଆମେ ଖୁବ୍ କମ୍ ସମୟରେ ବନେଇ ପାରିବା। ନମସ୍କାର, ମୁଁ ରଶ୍ମି ୟୁଟ୍ୟୁବରେ ଆପଣ ସମସ୍ତଙ୍କୁ ସ୍ୱାଗତ। ଆଶା କରୁଛି ଆଜିର ଏହି ପୋଡ଼ପିଠାର ରେସିପି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ। এই ବିରି ଚାଉଳରେ ତିଆରି ପୋଡ଼ପିଠା ତ ଆପଣମାନେ ଘରେ ନିଶ୍ଚୟ ଥରେ ନା ଥରେ ବନେଇଥିବେ। ମୁଁ କେମିତି ଏହି ପୋଡ଼ପିଠାକୁ ବନାଏ ତାର ରେସିପି ଆଜି ମୁଁ ଆପଣମାନଙ୍କ ସହିତ ସେୟାର କରିବି। ତ ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ବିରି ଚାଉଳରେ ତିଆରି ଏହି ପୋଡ଼ପିଠା ପାଇଁ ଏଇଠି ଦେଖିପାରୁଥିବେ ମୁଁ ବିରି ଆଉ ଚାଉଳକୁ ବତୁରେଇକିନା ରଖିଦେଇଥିଲି। ଏହି ବିରି ଚାଉଳକୁ ମୁଁ ପାଖାପାଖି 3 ରୁ 4 ଘଣ୍ଟା ହେବ ବତୁରେଇକି ରଖିଛି। ଯେତିକି ଆପଣମାନେ ଚାଉଳ ନେବେ ତାର ଅଧା ଆପଣମାନେ ବିରି ନେବେ। ତ ଆପଣମାନେ ଆପଣମାନଙ୍କର କ୍ୱାଣ୍ଟିଟି ଦେଖି ବିରି ଚାଉଳକୁ ନେବେ। ତ ଏଇଠି ଦେଖିପାରୁଥିବେ ବିରି ଚାଉଳ ତ ଭଲ ଭାବରେ ଆମର ବତୁରି ଯାଇଛି। ଏବେ ଆମେ ନେଇଯିବା ଗୋଟେ ଗ୍ରାଇଣ୍ଡର ଜାର। ଗ୍ରାଇଣ୍ଡର ଜାରରେ ବତୁରି ରଖିଥିବା ବିରି ଆଉ ଚାଉଳକୁ ଦେଇଦେବା। ବତୁରା ବିରି ଚାଉଳକୁ ଦେଇ ସାରିଲା ପରେ ଏବେ ସେଥିରେ ଆମେ ପାଣି ଦେବା। ପାଣି ବହୁତ କମ୍ ଦେବେ, ବେଶୀ ପାଣି ଦେଇ ବାଟିବେନି ବା ବେଶୀ ପତଳା କରି ବାଟିବେନି। ତ ଅଳ୍ପ ପାଣି ଦେଇ ଆକୁ ମୁଁ ପୁରା ଚିକଣ କରି ବାଟି ଆଣିଛି। ତ ଏଇଠି ଦେଖିପାରୁଥିବେ ବ୍ୟାଟରଟାକୁ ପୁରା ଭଲସେ ଚିକଣ କରି ବାଟି ନେଇଛି। ଏବେ ଆମେ କ'ଣ କରିବା ନା ଗୋଟେ ବଡ଼ ଜାଗା ନେଇଯିବା। ସେଇ ଜାଗାରେ ବାଟି ରଖିଥିବା ବିରି ଚାଉଳକୁ ଦେଇଦେବା। ସାଙ୍ଗମାନେ ଆଜିର ଏହି ରେସିପି ଭିଡ଼ିଓକୁ ଆପଣମାନେ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ କରି ନିଶ୍ଚୟ ଜଣାଇବେ, ଯାହାଫଳରେ କି ମୁଁ ମଧ୍ୟ ଆପଣମାନଙ୍କୁ ଧନ୍ୟବାଦ ଦେଇପାରିବି। ତ ବଟା ବିରି ଚାଉଳକୁ ଗୋଟେ ଜାଗାରେ ରଖି ସାରିଲା ପରେ ଏବେ ଆମେ କ'ଣ କରିବା ନା ଆକୁ କଭର କରିଦେବା। କଭର କରିକି ପାଖାପାଖି 3 ରୁ 4 ଘଣ୍ଟା ପାଇଁ ଛାଡ଼ିଦେବା। 3-4 ଘଣ୍ଟାରେ ଆମର ବିରି ଚାଉଳଟା ବଢ଼ିଆ ସେ ପୁରା ଫୁଲିଯିବ। ଏବେ ଚାଲନ୍ତୁ ପିଠା ପାଇଁ ଆମେ ପୁର ବନେଇ ନେବା। ପୁର ବନେଇବା ପାଇଁ ଏଇଠି ମୁଁ ପ୍ୟାନ୍ ବସାଇ ଦେଇଥିଲି। ପ୍ୟାନ୍ ଆମର ଟିକେ ଗରମ ହେଲା ପରେ ଏଇଠି ମୁଁ ଅଳ୍ପ ଗୁଡ଼ ଦେଇଦେଇଛି। ଆପଣମାନଙ୍କୁ ଯେତିକି ମିଠା ଦରକାର ସେହି ହିସାବରେ ଆପଣମାନେ ଗୁଡ଼ ନେବେ। ତ ଗୁଡ଼ ଏମିତି ଟିକେ ମେଲ୍ଟ ହେଇସାରିଲା ପରେ ଏଇଠି ମୁଁ କୋରା ନଡ଼ିଆ ଦେଇଦେଇଛି। ତ ଏଇଠି ମୁଁ ଫାଳେ ନଡ଼ିଆକୁ କୋରିକି ନେଇଥିଲି। ନଡ଼ିଆକୁ ଦେଇ ସାରିଲା ପରେ ଏବେ ଆମେ ଗୁଡ଼ ଆଉ ନଡ଼ିଆକୁ କିଛି ସେକେଣ୍ଡ ପାଇଁ ଭାଜି ନେବା। ଏହି ପ୍ରୋସେସଟା କଲାବେଳେ ଗ୍ୟାସ୍ର ଫ୍ଲେମ୍କୁ ମିଡ଼ିୟମ୍ ହିଁ ରଖିଥିବେ। ଗୁଡ଼ ନଡ଼ିଆକୁ କିଛି ସମୟ ଭାଜି ସାରିଲା ପରେ ଏଇଠି ମୁଁ ଦେଇଦେଉଛି ଛେନା। ତ ଛେନା ଏଇଠି ଅଳ୍ପ ଦେଇଦେବା। ଆଉ ଏବେ ଛେନା, ଗୁଡ଼, ନଡ଼ିଆ ସବୁକୁ ଭଲ ଭାବରେ ମିଶାଇକି ଆମେ କିଛି ସମୟ ଭଲସେ ଟିକେ ଭାଜି ନେବା। ତ ସବୁ ଜିନିଷକୁ ଭଲ ଭାବରେ ଭାଜି ସାରିଲା ପରେ ଆମେ କ'ଣ କରିବା ନା ଏଠି ଗୋଲମରିଚ ଆଉ ଗୁଜୁରାତିର ଗୁଣ୍ଡ ଦେବା। ତ ପାଖାପାଖି 1 ରୁ 2 ମିନିଟ୍ ପର୍ଯ୍ୟନ୍ତ ସବୁ ଜିନିଷକୁ ମୁଁ ଭଲସେ ଭାଜି ନେଇଥିଲି। ଆଉ ସବୁ ଜିନିଷ ପୁରା ଭଲ ଭାବରେ ଭାଜି ହେଇଗଲା ପରେ ଗୁଜୁରାତିର ଗୋଲମରିଚ ଗୁଣ୍ଡ ଦେଇଦେବା। ଗୁଜୁରାତି ଗୋଲମରିଚ ଗୁଣ୍ଡକୁ ବିଲକୁଲ ବି ସ୍କିପ୍ କରିବେନି, କାରଣ ଗୁଜୁରାତି ଗୋଲମରିଚର ଗୁଣ୍ଡର ଫ୍ଲେଭରଟା ବହୁତ ବଢ଼ିଆ ଆସିଥାଏ ପିଠାରେ। ତ ଏଇଠି ଦେଖିପାରୁଥିବେ ମୁଁ ଗୁଜୁରାତି ଗୋଲମରିଚର ଗୁଣ୍ଡ ଦେଇଦେଇଛି। ଗୁଣ୍ଡ ସବୁ ଦେଇସାରିଲା ପରେ ଏବେ ଆଉ ଥରେ ଆମେ ଭଲ ଭାବରେ ମିଶାଇ ନେବା। ତ ଏଇଠି ଆମ ପୁର ତ ରେଡ଼ି ହୋଇଗଲାଣି। ପୁରକୁ ଏମିତି ଭଲ ଭାବରେ ମିଶାଇ ସାରିଲା ପରେ ଏବେ ଆମେ କ'ଣ କରିବା ନା ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିନେବା। ଏଠି ମୁଁ କହି ରଖୁଛି ଯଦି ଆପଣମାନଙ୍କୁ ଆଜିର ଏହି ରେସିପି ଭିଡ଼ିଓ ଭଲ ଲାଗେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ। ଯଦି ଆପଣମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରିନେବେ। ତ ଏଇଠି ଦେଖିପାରୁଥିବେ ପୁର ଆମର କେତେ ବଢ଼ିଆ ଦେଖାଯାଉଛି। କଲର୍ଟା ପୁରା ମସ୍ତ ଦେଖାଯାଉଛି। ଏବେ ଆମେ ଏହି ପୁରକୁ ଭଲ ଭାବରେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏପଟେ ଯେଉଁ ବିରି ଚାଉଳକୁ ବାଟିକି ରଖିଥିଲେ ନା, ବାଟିକି ରଖିବାର ପାଖାପାଖି 3 ଘଣ୍ଟା ଆମର ହେଇଗଲାଣି। ଯେହେତୁ ଖରା ଦିନ ନା 3 ଘଣ୍ଟାରେ ଏଇଟା ବଢ଼ିଆ ସେ ପୁରା ଫୁଲିଯିବ। ତ ବିରି ଚାଉଳ ପୁରା ଭଲ ଭାବରେ ଫୁଲି ଯାଇଛି। ଏବେ এই ବିରି ଚାଉଳକୁ ଆମେ ଭଲ ଭାବରେ ଟିକେ ମିଶାଇ ନେବା। ତ ଆକୁ ଏମିତି ମୁଁ ଗୋଟେ ଡାଇରେକ୍ସନରେ ପାଖାପାଖି 3-4 ମିନିଟ୍ ଭଳିଆ ଭଲସେ ଗୋଳେଇ ନେଇଥିଲି। ବିରି ଚାଉଳର କନସିଷ୍ଟାନ୍ସି ଦେଖିପାରୁଥିବେ ପୁରା ଗାଢ଼ା ଅଛି। ଏବେ ଆମେ କ'ଣ କରିବା ନା ଏଥିରେ ଦେଇଦେବା ଗୁଡ଼। ତ ଏଠି ମୁଁ ଅଳ୍ପ ଗୁଡ଼ ଦେଇଦେଉଛି ମିଠା ପାଇଁ। ତା ସହିତ ଏଠି ମୁଁ ଦେଇଦେଉଛି ଅଳ୍ପ ଟିକେ ଗୋଲମରିଚ ଗୁଣ୍ଡ, ଅଳ୍ପ ଟିକେ ଏଠି ମୁଁ ଦେଇଦେଉଛି ଗୁଜୁରାତି ଗୁଣ୍ଡ। ତା ସହିତ ଏଠି ଆମେ ଦେଇଦେବା ଅଳ୍ପ ପାନମଧୁରୀ। ଅଳ୍ପ ପାନମଧୁରୀ ଦେଇ ସାରିଲା ପରେ ଏଇଠି ମୁଁ ଦେଇଦେଉଛି ଅଳ୍ପ ଲୁଣ। ଏବେ ଆମେ କ'ଣ କରିବା ନା ଏଇ ସବୁ ଜିନିଷକୁ ଭଲ ଭାବରେ ମିଶାଇ ନେବା। ବ୍ୟାଟରର କନସିଷ୍ଟାନ୍ସି ଆପଣମାନେ ପ୍ରଥମରୁ ଯଦି ପୁରା ଗାଢ଼ା ରଖିଥିବେ ନା ଗୁଡ଼ ଦେଇକି ଗୋଳେଇ ସାରିଲା ପରେ ବ୍ୟାଟର ନିଶ୍ଚିନ୍ତ ଭାବରେ ଟିକେ ଆମର ପତଳା ହେଇଯିବ।
तो ये तो गुड़ आ सब मसला दे देती एवं आम भल भाव में फेंटी नवा पाखापाखि 3 ରୁ 4 मिनिट भाया आपको आम भलसे गोलैबा गोलै सारापर आपण मैंने ये बैटर कंसिस्टेंसी देखूँ प्रथम जी गाढ़ा थिला एबे एटा पतला हो जाइए तो से मुझे प्रथम बैटर कंसिस्टेंसी पूरा गाढ़ा कर रखिए तो एबे आम कौन करवा अल्प नड़िया को एमती छोट छोट खंडे काटि नहीं एबे छोट छोट कटा नड़िया को एथरे देके आपको आम गोलै नवा सबू जिनस को भल भाव में गोलै सारापर ये आमर बैटर तो पूरा रेडी एबे आम कौन करवा ना पिठा को मुझे गोटे केक टिन में बनाऊँगी आपण मैंने चाहिए कड़ई कि प्रेसर कुकर भी बन पारे तो ये केक टिन में अल्प टिके घी दे देती घी अल्प दे सारापर ब्रश साहाय्य घी को चारिपटे भल भाव में एमती लगे नवा तो ये केक टिन चारिपटे घी को मुझे भल भाव में लगे नहीं एबे आम कौन करवा ना ये तले कौन करवा अल्प नड़िया कटा को देदेबा नड़िया को ये मुझे छोट छोट खंडे काटि नहीं एबे अल्प नड़िया कटा देदेबा नड़िया कटा अल्प दे सारापर एबे आम कौन करवा ना जो बैटरटा बन रखिले से बैटर रु अधा ये देदेबा तो सब जाक बैटर देवेनि अधा बैटर देदेबा ये अधा बैटर दे सारापर एबे आम कौन करवा ना जो पूर बन रखिले ना से पूर को ये दबा तो अधा बैटर दे सारापर चामच साहाय्य मुझे भलसे पूरा सेट करनी सेट कर सारापर जो पूर बन रखी छेना नड़िया गुड़र से पूर को ये आम देदेबा पूर को पूरा भर्ती करके देवे बिल्कुल भी कंजूसी कर पूरा देवेनि पूरा ढेर सारा पूर ये मुझे देती पूरा दे सारापर एबे जो बड़का बिरी चाउल बटा जो आमर रहा ना ताकू एबे ऊपर देदेबा ऊपर बिरी चाउल बटा को दे सारापर पूरा चारिपट को भल भाव में पूरा एमती चामच साहाय्य सम्मान कर देदेबा जेमिति कि पूराटा आमर पूरा भल भाव में कभर होतिबो तो आपको आपण माने चामच साहाय्य हो कि हाथ साहाय्य हो भल भाव में एमती पूरा सम्मान करके देदेबे तो ये देखिपे पूरा भल भाव में आमर कभर हो जाइए एबे मु ऊपर अल्प टिके गुआ घी देइथिली ता सहित जो काटिक रखिली नड़िया ना से नड़िया कटा ऊपर एमती अल्प नड़िया कटा देदेबा एठी आमर केक टिन पूरा रेडी एपटे गैस ऊपर गोटे मोटा वाला कड़ई बसई नहीं कड़ई आमर भल भाव में गरम हो सारापर कड़ई ऊपर केक टिन को रखी नवा एबे आको आम कभर करके 15 मिनिट पे छाड़ीदबा 15 मिनिट भितर आमर पिठा पूरा रेडी हो तो 15 मिनिट पर ये मुझे कपर काढ़ी नहीं तो ये देखिपे पिठा साइड रु केते बढ़िया कलर देखा जाउची एबे ये पिठा को आम पूरा भल भाव में ठंडा हाँवाई छाड़ीदबा पाखापाखि 10-15 मिनिट पर ये पिठा को मुझे गोटे जगह को काढ़ी नहीं तो ये देखिकी जापे पिठार कलरटा केते सुंदर देखा आ पिठाटा खावाई भी सेतिक ही बढ़िया लगे तो ये पिठा आपण मैंने एथर रजरे निहाती ट्राए करंतु कम समय बनी जाउथिबा एई बिरी चाउलर पोड़पिठा को थरे आपण माने बनै खाइबे ना बार बार बनैबा पे इच्छा करिवे आशा करूची आपण मानको आजिर एई पोड़पिठार रेसिपी निश्चय पसंद आस्तिबो पुणी आसिबी गोटे नुआ रेसिपी नहीं से पर्यंत